କିଟିମିଟି ଅନ୍ଧାରରେ ଆମେ ଗଲେ। ଗାଁର ମେଳା ପଡ଼ିଆ ଷ୍ଟେଜ ନିକଟରେ ଫିଷ୍ଟି କରୁଥିଲୁ। ମସଲାଟା କଷି ଦିଆଗଲା। ଏହା ପରେ ମାଂସଟି ବି ହୋଇଗଲା। ଏହି ମୌକା ଦେଖି ଗୋଟେ କଷା ମାଂସ କାଢ଼ି ପାଟିରେ ପୂରେଇ ଦେଲି। ମାଂସ ତରକାରୀ ଭାଗ ଚାଲିଥିଲା 1, 2, 8, 20 ହେଠ ଭୁଲିଗଲା। ଏହା ପରେ ଖଲିରେ ମୁଢ଼ି ଦିଆହଉଥିଲା। ପବନରେ ମୁଢ଼ି ଗୁଡ଼ିକ ଉଡ଼େଇ ଦେଲା। ଦେଖି ମାଂସ ଝୋଳ ସବୁ ପିଲାମାନେ ପାଟିରୁ ଗଡ଼ଉଥିଲେ ଲାଳ। କାଇକୁଆ ସାରିଦେଲୁ। ଖଲି ଉଠେଇବାକୁ ଲୋକଟି ଆସିନଥିବାରୁ ମୁଁ ନିଜେ ଉଠେଇକି ଖଲିଟି ଫୋପାଡ଼ି ଦେଲି। ସମସ୍ତେ ଖାଇ ସାରିଲେଣି, ହେଲେ ଏଇ ଛୁଆଟି ରାଣ୍ଡାମ ଖାଉଛି, କାରଣ ସେ 10 ଟଙ୍କା ଚାନ୍ଦା ଅଧିକା ଦେଇଥିଲା। ସଭା ଶେଷରେ ଆସିଲା ଡଗେଶ। ହାଡ଼ଗଣ୍ଠି ସବୁ କରିଦେଲା ଶେଷ।